हेलो एवरीवन आदर्श क्लासेस यूट्यूब चैनल को आपण मानक स्वागत। आज आम इंग्लिश यूनिट 1 प्रथम चैप्टर ए बोटल ऑफ ड्यू रो संपूर्ण प्रश्न उत्तर आलोचना करवा। वीडियो को शेष पर्यंत देखंतु। आ एमिति तमरो सब जाक सब्जेक्ट रो प्रश्न उत्तर वीडियो पाया पे आम चैनल को सब्सक्राइब करी पाखरे थवा बेल आइकन को ऑन कर दियंतु। तेबे चलंतु आज आम इंग्लिश यूनिट 1 रो प्रथम चैप्टर ए बोटल ऑफ ड्यू रो संपूर्ण प्रश्न उत्तर आलोचना करवा। ठीक अछि, वीडियो को लाइक करिके साग मन को शेयर कर दियो। ओके, तो भाबे ए बोटल ऑफ ड्यू। ड्यू माने कोन दे? ड्यू माने काकर। ठीक अछि, काकर। तो रात्रि रे तो देखियो रात्रि रे गछर पत्र ऊपर काकर बिंदु पड़छबो, हैला कि तो बोटल ऑफ ड्यू माने गोटे बोटल टे काकर। ठीक अछि। तो देखो प्रथम क्वेश्चन कोन देछि, व्हाट डिड रामनाथ बिलीव? व्हाट डिड रामनाथ बिलीव? देखो या पूर्व मु यार गपटी को पढ़ दोछि। ए बोटल ऑफ ड्यू गपटी कोन? गप होछि जने लोक थिला ଯାହାର ବାପା କଣ କି ବହୁତ ବଡ ମାନେ ଜମିଦାର ଥିଲେ। ଠିକ ଅଛି। ତ ତାଙ୍କ ବାପା ମରିବା ପୂର୍ବରୁ ଜମି ଯାକ ତା ପୁଅକୁ ଦେଇକି ସେ ମରିଗଲେ। କିନ୍ତୁ ତା ପୁଅ କଣ ଯେ ତା ପୁଅ ନାମ ହଉଛି ରାମ। ହେଲା, ତା ପୁଅର ନାଁ କଣ? ରାମନାଥ। ଠିକ ଅଛି। ତ ସିଏ କଣ ଯେ କାମ ଦାମ କିଛି ନ କରିକି ସିଏ ବିଶ୍ୱାସ କରୁଥିଲା ଯେ ଏମିତି କିଛି ମନ୍ତ୍ର ପାଣି ଅଛି ଯାହାକୁ ଛିଞ୍ଚିଦେଲେ କଣ ଯେ ୟାର ମାନେ କଣ ବେଶୀ ଧନ ସମ୍ପତ୍ତି ଭରିଯିବ। ଠିକ ଅଛି। ସେ ସେଇ ସ୍ୱପ୍ନରେ ବୁଲୁଥିଲା। ସେ ମନ ଇଚ୍ଛା ଯାହାକୁ ତାକୁ ତାନ୍ତ୍ରିକ ଗୁଣିଆ ଡାକିକି ସମସ୍ତ ଗୋଟେ କଣ ଯେ ଏଇ ମାଗୁଥିଲେ ଏମିତି କିଛି ମନ୍ତ୍ର ପାଣି ଦିଅ ଯାହା ଦ୍ୱାରା କଣ ଯେ ମୋର ଧନ ସମ୍ପତ୍ତି ପୁରିଯିବ। ତ ଏହାକି ତାଙ୍କ ସ୍ତ୍ରୀ ବହୁତ ବ୍ୟସ୍ତ ହଉଥିଲେ। ହେଲା କି? ତ ଦିନେ ତାଙ୍କ ଗାଁକୁ ଜଣେ ସାଧୁ ଜଣକ ଆଇଥିଲେ ଯାହାଙ୍କ ନାଁ ହଉଛି କଣ ଯେ ମହିପତି। ହେଲା, ସାଧୁ ଆଇଥିଲେ। ତ ତାଙ୍କୁ ଯାଇକି ତାଙ୍କ ସ୍ତ୍ରୀ ସବୁ ଯାକ କଥା କହିଲା। କହିଲା ପରେ ସେ ସାଧୁ ଜଣକ ରାମନାଥକୁ ମାନେ ରାମନାଥ ସାଧୁଙ୍କ ସହ ପୁରା ଚିହ୍ନା ହେଇଗଲେ। ତାପରେ ସାଧୁ ଜଣକ ରାମନାଥ କହିଲା ଯେ ଗୋଟେ କାମ କର, ମତେ ଗୋଟେ ବୋତଲଟେ ହବ, ଗୋଟେ ବୋତଲଟେ ହବ କାକର ଆଣିକି ଦିଅ। ହେଲା, ସେ କହିଲେ ଯେ ତୁ କଣ ତୁ କଦଳୀ ଗଛ ପୋତିବୁ। ହେଲା, ପୋତିଲା ପରେ ସେ କଦଳୀ ପତ୍ର ଉପରେ ଯାହା ମାନେ ରେଗୁଲାରଲି ମାନେ କଣ ପ୍ରତିଦିନ ଯାହା କାକର ବିନ୍ଦୁ ପଡୁଥିବ ସେ ଯାକୁ ତୁ ସଂଗ୍ରହ କରିକି ମତେ ଆଣିକି ଗୋଟେ ବୋତଲଟେ ଦେ। ଏବେ ରାମନାଥ କଣ କଲା ନା ସେ କାକର ବିନ୍ଦୁ ପାଇବା ଆଶାରେ ସିଏ ବହୁ ତାଙ୍କ ଯେତେକ ତାଙ୍କର ବିଲ ଥିଲା ସବୁ ଜାଗାରେ କଣ ଯେ ସେ କଦଳୀ ଗଛ ଚାଷ କଲା। ହେଲା, ଚାଷ କଲା ପରେ ସେ ପ୍ରତିଦିନ କଣ ଯେ ସେଇ କାକର ବିନ୍ଦୁ ଗୁଡ଼ିକୁ ସଂଗ୍ରହ କରିବାକୁ ଲାଗିଲା। ଏପଟେ ସେ ସଂଗ୍ରହ କଲା ବେଳେ ସେପଟେ ତା ସ୍ତ୍ରୀ କଣ କରୁଥିଲା, ସେ କଦଳୀ ଯାହା ଯାହା ସବୁ କଦଳୀ ଫଳୁଥିଲା ସେ କଦଳୀ କିଛି କଣ ଯେ ପାଖ ବଜାରରେ ବିକ୍ରି କରିକି ପଇସା ସବୁ ସଞ୍ଚୟ କରୁଥିଲା। ଠିକ ଅଛି। ଶେଷରେ କଣ ଯେ ବୋତଲଟେ ହେଇଥିବାରୁ ରାମନାଥ ବୋତଲଟିକୁ ନେଇଗଲା ସେ ସାଧୁଙ୍କ ପାଖକୁ। ସାଧୁ କହିଲେ ପ୍ରତ୍ୟେକ ବର୍ଷ ମନ୍ତ୍ର ପଢି ୟାକୁ ମନ୍ତ୍ର ପାଣିରେ ପରିଣତ କର। ତ ସାଧୁ ଜଣକ ହସିଲେ କହିଲେ ଠିକ ଅଛି, ହେଲା କି ତ ତମକୁ ଧନ ସମ୍ପତ୍ତି ଦରକାର। ତା ସ୍ତ୍ରୀକୁ ଡାକିଲେ। ତାଙ୍କ ସ୍ତ୍ରୀ କଣ ଯେ ଧନ ସମ୍ପତ୍ତି ରଖି ଆସି ତାଙ୍କ ଆଗରେ ହାଜର ହେଇଗଲେ। ତାପରେ ସେ ଆଶ୍ଚର୍ଯ୍ୟ ହେଇ ପଚାରିଲେ କେମିତି ହେଲା? ତ ସାଧୁ ଜଣକ ସବୁ କିଛି କହିଲେ ଯେ ତମେ ଯେତେବେଳେ କାକର ପାଣି ସଂଗ୍ରହ କରୁଥିଲ ତମ ସ୍ତ୍ରୀ କଣ ଯେ ସେ କଦଳୀ ଯାକୁ ନେଇକି ବଜାରରେ ବିକ୍ରି କରିକି ତମର ଧନ ସମ୍ପତ୍ତି ପୂର୍ଣ୍ଣ କରିଥିଲା। ଠିକ ଅଛି। ଇଏ ଥିଲା ୟାର ଷ୍ଟୋରି। ହେଲା, ତ ସେଦିନଠୁ ସିଏ କଣ ସବୁଦିନ କଦଳୀ ଚାଷ କରିବାକୁ ଲାଗିଲା। ହେଲା, तो ଯିବା ଆମେ ପ୍ରଥମ କ୍ୱେଶ୍ଚିନ୍ କୁ। ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ଦେଖ, ହ୍ୱାଟ ଡିଡ୍ ରାମନାଥ ବିଲିଭ୍? ରାମନାଥ କଣ ବିଲିଭ୍ କରୁଥିଲେ? କଣ ନା ସିଏ ଭାବୁଥିଲେ ଯେ ଏମିତି କିଛି ମନ୍ତ୍ର ପାଣି ଅଛି ଯାହାକୁ କଣ ସିଏ ଛିଞ୍ଚି ଦେଲେ ପ୍ରତ୍ୟେକ ଜିନିଷ କଣ ସୁନାରେ ପରିଣତ ହେଇଯିବ। ଠିକ ଅଛି। ତ ୟାକୁ ଆମେ ଇଂଲିଶରେ କଣ ଲେଖିବା ଦେଖ, ଲେଖିବ Ramanatha believed that there was a magic potion that could turn any object into gold.
ହେଲା ମ୍ୟାଜିକ ପୋସନ ମାନେ କଣ ମନ୍ତ୍ର ପାଣି। ଯଦି ତମେ ଚାହୁଁଛ କି ଏହି ପାଠକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ତେବେ କମେଣ୍ଟ ସେକ୍ସନରେ କମେଣ୍ଟ କର। ମୁଁ ତମମାନଙ୍କୁ ପାଠଟିକୁ ସମ୍ପୂର୍ଣ୍ଣ ରୂପେ ବୁଝେଇଦେବି। କେବଳ ଏଇ ପାଠ ନୁହେଁ ତମର ଯେତେକ ବିଷୟ ଅଛି ସବୁ ଯାକ ପାଠ ଯାକ ମୁଁ ତମମାନଙ୍କୁ ଅତି ସହଜରେ ବୁଝେଇଦେବି। ଠିକ ଅଛି। Ramanatha believed that there was a magic potion that could turn any object into gold. ହେଲା ସେକେଣ୍ଡ କ୍ୱେଶ୍ଚନ କଣ ଦେଇଛି ଦେଖ। How did the sag help Ramanatha? ସ୍ୟାଗ ସେ ସାଧୁ ଜଣକ ରାମନାଥକୁ କିପରି ହେଲ୍ପ କରିଥିଲେ? କିପରି ଦେଖ ଦ ସ୍ୟାଗ ମହିପତି gave Ramanatha a task to collect 5 liter of dew from banana leaves। ହେଲା ତ ସେ ସାଧୁ ଜଣକ କଣ ଯେ ରାମନାଥ ଗୋଟେ ଟାକ୍ସ ଦେଲେ ଗୋଟେ କାମ ଦେଲେ କଣ ନା ମତେ କଣ ଯେ ବାନାନା ଲିଭ୍ ରୁ ମାନେ କଦଳୀ ପତ୍ରରୁ 5 ଲିଟର କଣ 5 ଲିଟର କାକର ସଂଗ୍ରହ କରିକି ଦେବାକୁ କହିଲେ। ଠିକ ଅଛି। This task was a clever trick to make Ramanatha work hard on his plantation। ତେବେ ଏଇ ଯୋଉ ଟାକ୍ସ କାମଟି ଦେଇଥିଲେ ସାଧୁ ଜଣକ ଇଏ କଣ ଗୋଟେ ଚାଲାକି ଥିଲା। ହେଲା ଏହି ଉଦ୍ଦେଶ୍ୟରେ କଣ ଯେ ରାମନାଥକୁ ହାର୍ଡୱାର୍କ କରିକି ପ୍ଲାଣ୍ଟେସନ କରିକି କଣ କଦଳୀ ଚାଷ କରିବାରେ ସାହାଯ୍ୟ କରିବ। ଠିକ ଅଛି। leading him to earn real wealth through farming rather than magic। ହେଲା ତାକୁ କଣ ନା ଏଇ ଯୋଉ ଆମର ଯୋଉ ୱେଲ୍ଥ ମାନେ ଧନ ସମ୍ପତ୍ତି କେମିତି ଆସିବ ନା କଷ୍ଟ କରିକି ନା କି ମ୍ୟାଜିକ କରିକି ହେଲା କି ମନ୍ତ୍ର ଜପ କରି ନୁହେଁ କଷ୍ଟ କରିକି କେମିତି ପଇସା ଇନକମ କରାଯିବ ସେଇ କଥାରେ କଣ ଯେ ଆମର ସାଧୁ ଜଣକ ବ୍ରାହ୍ମଣନାଥ ହେଲ୍ପ କଲେ। ଠିକ ଅଛି। क्वेश्चन ଯିବା ଡୁ ୟୁ ଥିଙ୍କ ରାମନାଥ will be able to collect the dew? give a reason। ତ ରାମନାଥ ଡ୍ୟୁ କଲେକ୍ଟ କରିଥିବ କି? Do you think? Yes, Ramanatha was able to collect the dew because he was highly motivated by his desire for the magic potion and worked patiently for 6 years to reach his goal। ହେଲା ତ ରାମନାଥ କଣ ଯେ ସତରେ ସେ କଣ ଡ୍ୟୁକୁ କଲେକ୍ଟ କରିବାରେ ଲାଗିଲା। କାହିଁକି କାହିଁକି ନା ତାର ଆଶା କଣ ଥିଲା ଯେ ଏଇ ପାଣିକୁ ନେଇ କଣ ମନ୍ତ୍ର ପାଣିରେ ପରିଣତ କରିବା ପାଇଁ। ଠିକ ଅଛି। ସେଥିପାଇଁ ସେ କଣ ବହୁତ କଠିନ ପରିଶ୍ରମ କଲା ପାଖାପାଖି 6 ବର୍ଷ। 6 ବର୍ଷ ପର୍ଯ୍ୟନ୍ତ ସେ କଣ କଠିନ ପରିଶ୍ରମ କଲା। ଠିକ ଅଛି। କାହିଁକି ମନ୍ତ୍ର ପାଣି ପାଇବା ପାଇଁ। ଅଛି ଯିବା Why was Ramanatha angry? ରାମନାଥ କାହିଁକି ରାଗିଗଲେ? କାହିଁକି ରାଗିଗଲେ ଦେଖ Why was Ramanatha angry? Ramanuja was angry because he felt he had been cheated by the sage। ହେଲା ସିଏ ଭାବିଲେ ସେ କଣ ସିଏ ଭାବିଲେ ଯେ ମତେ କଣ ସାଧୁ ଜଣକ ଠକିଦେଲେ। For 6 long years he had worked tirelessly to plant banana trees and manually collect 5 liter of dew। ସେ କହିଲେ ଯେ ମୁଁ 6 ବର୍ଷ ହେଲା କଣ ବେକାରଟାରେ ଏତ ବାନାନା ଗଛ ମୁଁ ଉପରେ ପୋତିଲି ଆଉ ଏତକ କଣ 5 ଲିଟର ହବ କାକର ମୁଁ ସଂଗ୍ରହ କଲି। ବିଲିଭିଂ ଇଟ୍ ୱାଜ ଦ ସିକ୍ରେଟ ଇନଗ୍ରେଡିଏଣ୍ଟ ଫର ମ୍ୟାଜିକ ପୋସନ। ହେଲା ସିଏ ଭାବିଲେ ଯେ ମୁଁ ଭାବିଥିଲି ଯେ ବୋଧେ ଇଏ କଣ ନା ମନ୍ତ୍ର ପାଣି ହେବାରେ ସାହାଯ୍ୟ କରିବ ବୋଲି ମୁଁ କଣ 6 ବର୍ଷ ହେଲା କଦଳୀ ଗଛ ପୋତିକି କାକର ପାଣି ସଂଗ୍ରହ କଲି ସବୁ ଯାକ କଣ ବେକାରରେ ପଳେଇଲା। ଏଇ ସାଧୁ ଜଣକ ମତେ କଣ ଠକିଦେଲେ। When the sage finally performed the ritual and the water filled to turn the copper vessel into gold, Ramanatha felt he was wasted 6 precious years of his life following a lie। ହେଲା ତ ରାମନାଥ କଣ ଭାବିଲା ଯେ ମୋର କଣ ମୋର ଗୁରୁତ୍ୱପୂର୍ଣ୍ଣ 6 ବର୍ଷ ମୁଁ ଏଇ ମିଛ ଇଏରେ କଣ ଏଇ ସାଧୁ ଜଣକ କଥାରେ ପଡିକି ମୁଁ ୱେଷ୍ଟ କରିଦେଲି। ଠିକ ଅଛି। ସେଥିପାଇଁ ସେ କଣ ରାଗି ଯାଇଥିଲେ। How did Ramanatha and ମଧୁମତି create wealth? ତେବେ ରାମନାଥ ଆଉ ମଧୁମତି ଯିଏ ତାଙ୍କ ସ୍ତ୍ରୀ କିପରି ତାଙ୍କର ଧନ ସମ୍ପତ୍ତି ଅର୍ଜନ କରିଥିଲେ? କିପରି ଦେଖ they created wealth through hard work and smart planning rather than magic। ହେଲା ମ୍ୟାଜିକ ମାନେ କଣ ଏ ମନ୍ତ୍ର ତନ୍ତ୍ର ବଦଳରେ ସେମାନେ କଣ ହାର୍ଡୱାର୍କ କରିକି ସ୍ମାର୍ଟ ପ୍ଲାନିଂ କରିକି ସେମାନେ କଣ ଯେ ଧନ ସମ୍ପତ୍ତି କମେଇ ପାରିଛନ୍ତି। କେମିତି ନା while Ramanatha was focused on collecting dew from the leaves,
the process required him to maintain a massive plantation ହେଲା ଯେତେବେଳେ ରାମନାଥ କଣ ଯେ କାକର ପାଣି ସଂଗ୍ରହ କରିବା ପାଇଁ କୋଉଠୁ କଦଳୀ ପତ୍ରରୁ ସିଏ କଣ ନା ଗୋଟେ ବହୁତ ଗୁଡେ କଦଳୀ ଗଛ ଲଗେଇଲା କାହିଁକି ଯେତେ ଅଧିକ ଆମେ କଦଳୀ ଗଛ ଲଗେଇବା ସେତେ ଅଧିକ କଣ କାକର ପାଣି ସଂଗ୍ରହ ହେଇପାରିବ ହେଲା କି while ରାମନାଥ looked after the trees ମଧୁମତି gathered the banana crops took them into the market and sold them for a good price ହେଲା ଯେତେବେଳେ ରାମନାଥ କଣ କାକର ବିନ୍ଦୁ ସଂଗ୍ରହ କରି ଲାଗୁଥିଲେ ମଧୁମତି କଣ କରୁଥିଲେ ସେ ବାନାନା ସେ କଦଳୀ ଗୁଡିକ କଣ ଏକାଠି କରିକି ନେଇକି ନିକଟ ମାର୍କେଟରେ ବିକୁଥିଲେ ହେଲା ଭଲ ପଇସାରେ କଣ ସେ ବିକିକି ତାଙ୍କର ଧନ ସମ୍ପତ୍ତି ବଢଉଥିଲେ by the end of the 6 years the money Madhumati had saved from selling the fruit grew into a large collection of gold coin ହେଲା ତେବେ 6 ବର୍ଷ ପରେ 6 ବର୍ଷର ଶେଷ ବେଳକୁ ମଧୁମତି ଯେଉଁ ମାନେ ଯୋଉ ବାନାନା ଫଳ ବିକିକି ସେ ଯେଉଁ ପଇସା ପତ୍ର ସବୁ ଏକାଠି କରିଥିଲେ ସେ ଯାହା କଣ ଯେ ନା ତାଙ୍କର କଣ ଟିକେ ଟିକେ କଣ ଗ୍ରୋ ହେଇ ତାଙ୍କର କଣ ବହୁତ ଗୁଡେ ଧନ ସମ୍ପତ୍ତି ହେଇଯାଇଥିଲା as the sag explained the magic potion was actually the hard work ରାମନାଥ put into his land ହେଲା ତ ପ୍ରକୃତରେ ମନ୍ତ୍ର ପାଣି କୋଉଟା ମ୍ୟାଜିକ ପୋଷଣ କୋଉଟା ତାଙ୍କର ହାର୍ଡୱାର୍କ କଠିନ ପରିଶ୍ରମ ଠିକ ଅଛି ଯାହାକି 6 ବର୍ଷ ହେଲା କଣ ଯେ ରାମନାଥ ତାଙ୍କ ବିଲରେ କରୁଥିଲେ ଠିକ ଅଛି ତାପରେ ଯିବା ଆମେ let us think and reflect ପ୍ରଥମ କ୍ୱେଶ୍ଚନ ଦେଇଛି read the following lines and answer the questions that follow देखो एठारे क्वेश्चन कोन देछि रामनाथ डिड नॉट गिव अप बिकॉज काहे से गिव अप कलेनी काहे कि ना बिकॉज he was he was determined to find the magic potion that could turn objects into gold ହେଲା ସେ ମନରେ କଣ ସ୍ଥିର କରି ଦେଇଥିଲେ ଯେ ସେ ଏମିତି କିଛି ମନ୍ତ୍ର ପାଣି ସେ ମାନେ ଗ୍ରହଣ ପାଇବେ ମାନେ ତାକୁ ପାଇବା ପାଇଁ ଚେଷ୍ଟା କରିବେ ଯାହାକି ପ୍ରତି ଜିନିଷ କଣ ଯେ ସୁନାରେ ପରିଣତ କରିଦେବ ଠିକ ଅଛି ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚନ କୁ କଲମ A କଲମ B ମ୍ୟାଚ କରିବା ମଧୁମତି କଣ ହବ ମଧୁମତି worried about Ramanatha's behavior ରାମନାଥ spent all his time learning about magic potion people cheated Ramanatha often ହେଲା ତାପରେ ଯିବା ନେକ୍ସଟ କ୍ୱେଶ୍ଚନ କୁ କଣ ଦେଇଛି write whether the following statements are true or false में लिखिबा तो देखो प्रथम क्वेश्चन कोड ଦେଇଛି मधुमती was troubled about what her husband did ठीक ଅଛି ସେ କଣ ସବୁବେଳେ ଚିନ୍ତାରେ ରହୁଥିଲେ ଟେନସନରେ ରହୁଥିଲେ ତାଙ୍କ ସ୍ୱାମୀଙ୍କ ପାଇଁ ରାମନାଥ was very happy digging his field ରାମନାଥ ତାଙ୍କ ଫିଲ୍ଡ କୁ ଖୋଳିବାରେ ସେ ଖୁସି ଥିଲେ କି ନା खुशी नथिले the people did not like to cheat रामनाथ ना people कोन रामनाथ को चीट करथले ये फॉल्स हबो ठीक अछि तो आज आगे द बोटल ऑफ ड्यू पाठर प्रश्न उत्तर आलोचना करली ହେଲା बाकी जेतिकी प्रश्न उत्तर बढ़िला से सब हम अन्य क्लास रे आलोचना करबा ठीक अछि आज पे एतिकी थाओ बाकी क्वेश्चन आंसर हम नेक्स्ट क्लास रे देखिबा आशा करूची भिडियोटी निश्चित रूपे भल लागिथिबो जदि भल लागि तार गोटे लाइक करंतु आ एमिति अन्य सब्जेक्ट रो प्रश्न उत्तर भिडियो पाए पे चैनल को सब्सक्राइब करी पाखरे थिबा बेल आइकन को ऑन कर दियंतु तेबे चल आज भिडियो का एडी शेष करिबा धन्यवाद।